ରାୟଗଡ଼ାରେ 81ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ। ରାୟଗଡ଼ା ଜିଲ୍ଲା ପରିଷଦର 81ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବୈଠକରେ କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଉଲ୍ଲାଖ, ରାୟଗଡ଼ା ବିଧାୟକ ଶ୍ରୀ କାଡ୍ରାକ ଆପଲ ସ୍ୱାମୀ, ବିଷମକଟକ ବିଧାୟକ ଶ୍ରୀ ଲମଦ ଭିକା, ଗୁଣପୁର ବିଧାୟକ ଶ୍ରୀ ସତ୍ୟଜିତ କମାଙ୍ଗ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକର ଆରମ୍ଭରେ ଅଧ୍ୟକ୍ଷା ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ସଦସ୍ୟମାନଙ୍କୁ ବିସ୍ତୃତ ଆଲୋଚନା ପାଇଁ ଆହ୍ୱାନ କରିଥିଲେ। ପ୍ରମୁଖ ଆଲୋଚନା ବିଷୟ ଥିଲା ସ୍ୱାସ୍ଥ୍ୟ ସେବା। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସରୋଜିନୀ ଦେବୀ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତିକରଣ କରିଥିଲେ। ସଦସ୍ୟମାନେ ଜନନୀ ଶିଶୁ ସୁରକ୍ଷା ଯୋଜନାରେ ଆମ୍ବୁଲାନ୍ସ ବିଳମ୍ବ, ଡାକ୍ତର ଅଭାବ ଓ ଔଷଧ ନ ମିଳିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସିଡିଏମ୍ଓ ପକ୍ଷରୁ ନିର୍ଦ୍ଦେଶ ମିଳିଛି ଯେ ଆଗାମୀ ଦିନରେ ଏ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଗ୍ରାମୀଣ ସଡ଼କ, ବିଜୁ ସେତୁ ଯୋଜନା ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ପ୍ରଗତି ବିଷୟରେ ନିର୍ବାହୀ ଯନ୍ତ୍ରୀ ରାୟଗଡ଼ା ଓ ଗୁଣପୁର ପ୍ରସ୍ତୁତି କରିଥିଲେ। ଶିକ୍ଷା ବିଭାଗ ଆଲୋଚନା ବେଳେ ଅଧରୁ ପାଠ ଛାଡ଼ିବା ପ୍ରସଙ୍ଗ ଉଠିଥିଲା। ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ଅନୁସାରେ ଦୂର ଶିକ୍ଷା କେନ୍ଦ୍ରକୁ ଯିବାରେ ଛାତ୍ରଛାତ୍ରୀମାନେ ଅନାଗ୍ରହ ପ୍ରକାଶ କରୁଛନ୍ତି। ଏହି ବୈଠକରେ ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଜଳ ଯୋଗାଣ ସହିତ ବିଭିନ୍ନ ବିଭାଗ ଉପରେ ସଦସ୍ୟମାନେ ମତାମତ ଦେଇଥିଲେ। ରାୟଗଡ଼ାରୁ ଅମୂଲ୍ୟ ନିଶକଙ୍କ ରିପୋର୍ଟ, ଆଦର୍ଶ ନ୍ୟୁଜ୍।